ସାଙ୍ଗମାନେ ଜୟ ଜଗନ୍ନାଥ। ମୁଁ ଆପଣଙ୍କର ଭାଇ ଶରଦ। ତ ଆଜି ମୁଁ ବର୍ତ୍ତମାନ ଆସିଛି ଗୋଟିଏ ସୁନ୍ଦର ପାହାଡ଼ ଦେଖନ୍ତୁ, ଯୋଉଠି ଆମର ଭାଇ ଦେଖେଇବେ। ଆଉ ଏଇ ପାହାଡ଼ରୁ ଦେଖି ଗୋଟିଏ ଶିକ୍ଷା ମିଳିଲା ଯେ ଦେଖନ୍ତୁ ଏଇଟା ହେଉଛି ପଥର, କେତେ ବଡ଼ ପଥର ଦେଖନ୍ତୁ, କେତେ ଭାର ପଥର। ତ ଏଇ ପଥରର ନିଜ ଉପରେ ତାର ବହୁତ ଗର୍ବ ଥାଏ, କାରଣ ସେ ଭାରି ଥାଏ। ତାର ଭାର ସେ ନିଜେ ବହନ କରିପାରେ, ଆଉ ସେ ଭାରିରେ ମଧ୍ୟ ସେ ଏଇଥିପାଇଁ ତାର ଗର୍ବ ଥାଏ କି ଦୁନିଆରେ ଯେତେ ବଡ଼ ଝଡ଼ ବତାସ ଯାହା ଆସୁନା କାହିଁକି, ନିଆଁ ଜଳ ଯାହା ଯେକୌଣସି ଜିନିଷ ଆସୁ ତା ଜୀବନରେ, ତାକୁ କେବେ ହଟାଇ ପାରିବନି। ଏହା ହେଉଛି କ'ଣ, ପଥରର ଭାବନା ଥାଏ, ପଥରର ଗର୍ବ ଥାଏ। କିନ୍ତୁ ଯେତେବେଳେ ନଦୀ ବଢ଼ି ଆସେ, ନଈ ବଢ଼ି ଆସେ, ସେଇ ପଥରକୁ ଜଳ ହିଁ ଡୁବେଇ ଦିଏ। ମାନେ ଆପଣମାନେ ବୁଝିପାରୁଥିବେ ମୁଁ କେଉଁ କଥା ଉପରେ କହୁଛି। ଆମେ ହେଉଛି ମଣିଷ ଜୀବନ। ମଣିଷ ଜୀବନରେ ଆମେ ଯଦି ଅହଙ୍କାର ଗର୍ବ କରିବା, ଆମ ପାଖରେ ଯେତେ ପଇସା ଥାଉ, ଯେତେ ଧନ ଥାଉ, ଯେତେ ଯାହା ଥାଉ, ଆମେ ଯଦି ଅହଙ୍କାର ଗର୍ବ କରିବା, ଆମକୁ ଦିନେ ନା ଦିନେ, ବୁଝିପାରୁଥିବେ କ'ଣ କହିଲି, ଡୁବେଇ ଦେବ। ଜୟ ଜଗନ୍ନାଥ, ବାଏ, ଜୟ ହିନ୍ଦ।